କାଉ ଘର ଚଟିଆକୁ କହିଲା, ଆରେ ମୂର୍ଖ ଚଟିଆ, ତୁ କ'ଣ ଦିନ ସାରା ଏମିତି କୁଟା କାଠି ଗୋଟେବାରେ ଲାଗିଥିବୁ? ଭଲା ଇଏ କ'ଣ କେଉଁ ଜୀବନ? ନା ମଉଜ ଅଛି ନା ଆରାମ ଅଛି। ଦିନ ସାରା ଖାଲି ବେକାର କାମ। ଘର ଚଟିଆ କାଉର କଥା ଶୁଣି ନିଜ କାମରେ ଲାଗି ରହିଲା। କିଛି ଦିନ ପରେ ବର୍ଷା ଋତୁ ଆରମ୍ଭ ହେବାରୁ ଘର ଚଟିଆ ନିଜ ପିଲାଙ୍କ ସହିତ ବସା ଭିତରେ ଲୁଚିଗଲା। ଅଥଚ କାଉ ଏଣେ ତେଣେ ଘୁରି ବୁଲିଲା। ସନ୍ଧ୍ୟାରେ କାଉ ପ୍ରାୟଶ୍ଚିତ ଭରା ସ୍ୱରରେ କହିଲା, ଘର ଚଟିଆ ଭଉଣୀ, ମୋତେ କ୍ଷମା କର। ଆଜି ତୁମକୁ ବସା ଭିତରେ ସୁରକ୍ଷିତ ଥିବା ଦେଖି ମୁଁ ଜାଣିପାରୁଛି ଯେ ପରିଶ୍ରମର ଫଳ ସର୍ବଦା ମିଠା ହୋଇଥାଏ। ଅଖଣ୍ଡ ଜ୍ୟୋତି, ଡିସେମ୍ବର 2023, ପୃଷ୍ଠା ସଂଖ୍ୟା 16। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।